नमस्कार फ्रेंड्स आपण मानक आम स्टडी ओडिशा यूट्यूब चैनल रे स्वागत। फ्रेंड्स देखंतु शिशु विकास प्रकल्प अधिकारी कार्यालय ढेंकानाल सदर तरफ एक न्यू वैकेंसी रही एथिरे केउ माने आवेदन करि पारबे केउ केउ पोस्ट पे वैकेंसी रहउछि एवं अप्लाई प्रोसेस केमती कोन रहइबो सैलरी केते कोन मिलिबो एमिति कि समस्त इन्फॉर्मेशन वीडियो माध्यम रे आलोचना करिबा तेणु कर वीडियो को शेष पर्यंत देखंतु जा फल संपूर्ण डिटेल्स जानि पारबे। ଯେମିତିକି ଆପଣମାନେ ଦେଖିପାରିବେ ଆପଣମାନଙ୍କ ସାମ୍ନାରେ ରହିଛି ଅଫିସିଆଲ ନୋଟିଫିକେସନ ପିଡିଏଫ ଟି ଯାହା ମୁଁ ଆପଣମାନଙ୍କୁ କହିଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟାଳୟ ଢେଙ୍କାନାଳ ସଦର ତରଫରୁ ଭ୍ୟାକେନ୍ସି ରହୁଛି। ଏଥିରେ ବିଜ୍ଞାପନ ନମ୍ବର ମଧ୍ୟ ବା ସଂଖ୍ୟା ମଧ୍ୟ ଦେଖାଯାଉଥିବା ଆପଣମାନେ ଦେଖିପାରିବେ 870 ରହିଛି। ସେହିପରି ଦେଖନ୍ତୁ ଏହି ନୋଟିସଟି ରିଲିଜ ହେଇଥିଲା 25 ନଭେମ୍ବର 2025 ତାରିଖ ଦିନ ନୋଟିସଟି ରିଲିଜ ହେଇଥିଲା। ଦେଖନ୍ତୁ ଏଥିରେ କ'ଣ ସବୁ ମେନସନ ରହିଛି ଦେଖନ୍ତୁ ଏତଦ୍ୱାରା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ମହିଳା ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର ଭୁବନେଶ୍ୱର ପତ୍ର ସଂଖ୍ୟା ରହିଛି 4970 ତାରିଖ 15/3/2023 ଦ୍ୱାରା ଦର୍ଶାଯାଇଥିବା ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ଢେଙ୍କାନାଳ ସଦର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଖାଲି ପଡ଼ିଥିବା 7ଟି ଅଙ୍ଗନବାଡ଼ି କେନ୍ଦ୍ର ସହାୟିକା ନିଯୁକ୍ତି ଅଙ୍ଗନବାଡ଼ି L4 ପାଇଁ ଭ୍ୟାକେନ୍ସି ରହୁଛି। ଦେଖନ୍ତୁ ଏଥିରେ ପୁରାପୁରି ମେନସନ ରହିଛି 7 ଗୋଟି ଖାଲି ପଡ଼ିଛି ଅଙ୍ଗନବାଡ଼ି ୱାର୍କର ପୋଷ୍ଟ ସେହି ପୋଷ୍ଟ ପାଇଁ ପୂରଣ କରିବାକୁ ଏହି ନୋଟିସଟି ରିଲିଜ କରାଯାଇଛି। ଦେଖନ୍ତୁ ଏହାର ଆବେଦନ ଯଦି ଦେଖିବା ତାହେଲେ 27 ନଭେମ୍ବର ଟୁ ଷ୍ଟାର୍ଟ ହେଇଗଲାଣି ଏବଂ 11 ଡିସେମ୍ବର 2025 ରେ ଏହାର ଲାଷ୍ଟ ଡେଟ୍ ରହୁଛି ମାନେ ଆପଣମାନଙ୍କୁ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାର ଅଛି। ଏବଂ ଦେଖନ୍ତୁ ଯେଉଁମାନେ ମଧ୍ୟ ଆବେଦନ କରିବେ 1 ନମ୍ବର ପଏଣ୍ଟରେ ମେନସନ ରହିଛି ଆଗ୍ରହୀ ମହିଳା ପ୍ରାର୍ଥୀମାନେ ଯେମିତିକି ଏଥିରେ ୱେବସାଇଟ୍ ଦେଖିପାରୁଥିବେ engagement.awc.odisha.gov.in ରେ ରେଜିଷ୍ଟ୍ରେସନ କରିବେ ଏବଂ ପବ୍ଲିକ ଲଗ୍ଇନ୍ କରିବେ। ତାପରେ ୟୁଜର ଆଇଡି ପାସୱାର୍ଡ ଯାହା ମଧ୍ୟ ଆପଣମାନଙ୍କୁ ଲାଗିବ ତାକୁ ଦେବେ ମାନେ ଆପଣମାନେ ନିଜେ କ୍ରିଏଟ୍ କରିବେ ୟୁଜର ଆଇଡି ପାସୱାର୍ଡ ଏବଂ ଲଗ୍ଇନ୍ କରିକି ଆପଣମାନେ ଆପ୍ଲାଏ କରିବେ ଯାହାକି ସେଥିରେ ଭ୍ୟାକେନ୍ସି ଆପଣମାନଙ୍କୁ ଦେଖିବାକୁ ମିଳିବ ଆପଣମାନେ ଲଗ୍ଇନ୍ କରିବେ ଜାଣିପାରିବେ। ତାପରେ ଦେଖନ୍ତୁ ସେକେଣ୍ଡ ନମ୍ବର ପଏଣ୍ଟ ରହିଛି ପ୍ରାର୍ଥୀଙ୍କର ବୟସ 1/1/2025 ସୁଦ୍ଧା 18 ରୁ 35 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ମାନେ ଦେଖନ୍ତୁ ଆପଣମାନଙ୍କର ଏଜ୍ ଲିମିଟ୍ 18 ରୁ 35 ବର୍ଷ ଭିତରେ ରହିଥିବା ଆବଶ୍ୟକ ଦେନ୍ ଇଲିଜିବୁଲ ରହିବେ। ତାପରେ ଦେଖନ୍ତୁ 3 ନମ୍ବର ପଏଣ୍ଟ ରହିଛି ବିଜ୍ଞାପନ ପ୍ରକାଶ ଦେବା ପୂର୍ବରୁ ପ୍ରାର୍ଥୀ ସମ୍ପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ର ସର୍ଭେ ତଥା ସେବା ପରିସର ଭୁକ୍ତ ଅଞ୍ଚଳର ସ୍ଥାୟୀ ବାସିନ୍ଦା ହୋଇଥିବେ ଏବଂ ପରିସରର ମଧ୍ୟରେ ବସବାସ କରୁଥିବେ। ମାନେ ଦେଖନ୍ତୁ ଏଥିରେ ମେନସନ ରହିଛି କି ଆପଣମାନେ ସେଇ ଅଙ୍ଗନବାଡ଼ି କେନ୍ଦ୍ର ଅଣ୍ଡରରେ ଆସୁଥିବେ ମାନେ ଆପଣମାନଙ୍କର ଏରିଆରେ ଆସୁଥିବା ଦରକାର ତେବେ ଯାଇ ଇଲିଜିବୁଲ ରହିବେ ଆବେଦନ କରିବା ପାଇଁ। ସେଠାରେ ଆପଣମାନଙ୍କୁ ମ୍ୟାପ୍ ମଧ୍ୟ ଦେଖାଇଦେବ କେତେରୁ କେତେ ଭିତରେ ଆପଣମାନେ ରହୁଛନ୍ତି ତାହେଲେ ଇଲିଜିବୁଲ ତା ମଧ୍ୟ ଡିଟେଲ୍ସ ମେନସନ ରହିଥିବ ସେଠାରେ ଆପଣମାନେ ଜାଣିପାରିବେ। ତାପରେ ଦେଖନ୍ତୁ 4 ନମ୍ବରରେ ରହିଛି ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ କେବଳ +2 ପାସ୍ କରିଛନ୍ତି ତାହେଲେ ଇଲିଜିବୁଲ କିମ୍ବା ତାଠାରୁ ଅଧିକ କ୍ୱାଲିଫିକେସନ ଥିଲେ ମଧ୍ୟ ଚଳିବ। ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଅତିରିକ୍ତ ପଏଣ୍ଟ ଦିଆଯିବ ମାନେ ଅଧିକ ପଏଣ୍ଟ ମଧ୍ୟ ମିଳିବ। ଆପଣ ଯଦି ଗ୍ରାଜୁଏସନ କମ୍ପ୍ଲିଟ୍ କରିଛନ୍ତି ତାହେଲେ ବହୁତ ବଢ଼ିଆ ଆପଣମାନଙ୍କୁ ଏକ୍ସଟ୍ରା ପଏଣ୍ଟ ମଧ୍ୟ ମିଳିବ। ତାପରେ ଦେଖନ୍ତୁ 5 ନମ୍ବର ପଏଣ୍ଟରେ ମେନସନ ରହିଛି ବିଧବା ସ୍ୱାମୀ ପରିତ୍ୟକ୍ତା ଅନାଥ ମହିଳା ଅସହାୟଙ୍କୁ ସଠିକ ପ୍ରମାଣପତ୍ର ଥାଇ ମାନେ ସଠିକ ପ୍ରମାଣପତ୍ର ଯଦି ଥାଏ ଆପଣମାନଙ୍କୁ ଅତିରିକ୍ତ ପଏଣ୍ଟ ଦିଆଯିବ ମାନେ ଅଧିକ ଏକ୍ସଟ୍ରା ପଏଣ୍ଟ ମଧ୍ୟ ଦିଆଯିବ। ଏଥିରେ ଦେଖିପାରୁଥିବେ କେଉଁ ବର୍ଗର ଲୋକମାନଙ୍କ ପାଇଁ କେତେ ପଏଣ୍ଟ ମିଳିବ ତାହା ମଧ୍ୟ ମେନସନ ରହିଛି। ଆପଣମାନେ ଦେଖିପାରୁଥିବେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ମାନଙ୍କ ପାଇଁ 10 ପଏଣ୍ଟ ମିଳିବ ବିଧବା ପାଇଁ 10 ପଏଣ୍ଟ ତାପରେ ଅନାଥ ମହିଳା ଯେମାନଙ୍କର ଜୈବିକ କିମ୍ବା ବିଧିକ ମାତା ପିତା ନଥିବେ ସେମାନଙ୍କୁ ମଧ୍ୟ 10%। ତାପରେ ନିରାଶ୍ରୟ ସ୍ୱାମୀ ପରିତ୍ୟକ୍ତା ଚାଳପତ୍ର ପାଇଥିବା ମହିଳାମାନଙ୍କ ପାଇଁ 5 ଏବଂ ଉଚ୍ଚଶିକ୍ଷା ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ମଧ୍ୟ 5% ଏକ୍ସଟ୍ରା ପଏଣ୍ଟ ମିଳିବ। ତାପରେ 6 ନମ୍ବର ପଏଣ୍ଟରେ କ'ଣ ମେନସନ ରହିଛି ଦେଖନ୍ତୁ ଓଡ଼ିଆ ଭାଷା ଉପରେ ଜ୍ଞାନ ଥିବା ବାଧ୍ୟତାମୂଳକ। ଦେଖନ୍ତୁ ଆପଣମାନଙ୍କର ଯଦି ଓଡ଼ିଆ ଆସୁନି ଆପଣମାନେ ଓଡ଼ିଆ ଜାଣିନାହାନ୍ତି ତାହେଲେ ଏଥିରେ ଇଲିଜିବୁଲ ନୁହନ୍ତି। ତାପରେ 7 ନମ୍ବରରେ ଦେଖନ୍ତୁ କ'ଣ ରହିଛି ପ୍ରାର୍ଥୀ ଅଙ୍ଗନବାଡ଼ି କେନ୍ଦ୍ରର ପ୍ରାକ୍ ବିଦ୍ୟାଳୟରେ ଶିଶୁ ନିମନ୍ତେ ରନ୍ଧନ କାର୍ଯ୍ୟ ଖାଦ୍ୟ ପରଷିବା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରତିଦିନ କାର୍ଯ୍ୟରେ ସହାୟତା କରିବା ପାଇଁ ପ୍ରସ୍ତୁତ ଥିବା ଆବଶ୍ୟକ ମାନେ ଏହିସବୁ କରିପାରୁଥିବା ଦରକାର ମାନେ ଆପଣମାନେ କରିବେ ସେଥିରେ। ତାପରେ ଦେଖନ୍ତୁ ଆବେଦନ ପାଇଁ ଆବଶ୍ୟକ ପ୍ରମାଣପତ୍ର କ'ଣ ରହିଥିବା ଦରକାର। ଦେଖନ୍ତୁ 1 ନମ୍ବର ପଏଣ୍ଟ ରହିଲା ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ମାର୍କସିଟ୍ ଆପଣମାନଙ୍କର ଅନଲାଇନ୍ ଫର୍ମ ପକାଇବା ସମୟରେ ସେଥିରେ ଅପଲୋଡ଼ କରିବାର ଅଛି। ତାପରେ 2ରେ ରହିଲା ତହସିଲ କାର୍ଯ୍ୟାଳୟରୁ 1/1/2025 ତାରିଖ ପରେ ପ୍ରାପ୍ତ ହୋଇଥିବା ସ୍ଥାୟୀ ପ୍ରମାଣପତ୍ର ମାନେ ଆପଣମାନଙ୍କର ରେସିଡେଣ୍ଟ ସାର୍ଟିଫିକେଟ୍ ଲାଗିବ ଅନଲାଇନରେ ଅପଲୋଡ଼ କରିବାର ଅଛି ଆବେଦନ କରିବା ସମୟରେ। ତାପରେ ଆପଣମାନଙ୍କର ଦେଖନ୍ତୁ ଜାତିଗତ ପ୍ରମାଣପତ୍ର ଲାଗିବ। ତାପରେ ଦେଖନ୍ତୁ
4 ନମ୍ବରରେ ମେନସନ୍ ରହିଛି ପ୍ରାର୍ଥିନୀ ନିଜ ଦସ୍ତଖତ, ଭୋଟର ପରିଚୟ, ଆଧାର କାର୍ଡ଼, ବର୍ତ୍ତମାନର ପାସପୋର୍ଟ, ଅଙ୍ଗନବାଡ଼ି କେନ୍ଦ୍ର ପରିସରର ଗୃହ ସର୍ଭେ ସଂଖ୍ୟା ଗୁଡ଼ିକୁ ଅନଲାଇନ୍ ଫର୍ମରେ ଅପଲୋଡ଼ କରିବେ। ଏହିସବୁକୁ ମଧ୍ୟ ଅପଲୋଡ଼ କରିବାକୁ ପଡ଼ିବ। ତାପରେ 5 ନମ୍ବରରେ ରହିଲା ବିଧବା, ସ୍ୱାମୀ ପରିତ୍ୟକ୍ତା, ଅନାଥ ମହିଳା ସେମାନଙ୍କୁ ମଧ୍ୟ ଫର୍ମ ପକାଇଲା ସମୟରେ ପ୍ରମାଣପତ୍ର ଦେବାକୁ ପଡ଼ିବ। ଦେଖନ୍ତୁ ଏହିସବୁ ଡକୁମେଣ୍ଟକୁ ଆପଣମାନଙ୍କୁ ଅନଲାଇନ୍ରେ ହିଁ ଅପଲୋଡ଼ କରିବାର ଅଛି। ତାପରେ ଦେଖନ୍ତୁ ଏଥିରେ ପୁରାପୁରି ମେନସନ୍ ରହିଛି ଆପଣମାନଙ୍କର ଯଦି କୌଣସି ଅଭିଯୋଗ କରିବାର ଅଛି ତାହେଲେ ଆପଣମାନେ 13 ଡିସେମ୍ବର 2025 ତାରିଖଠାରୁ ନେଇକି 19 ଡିସେମ୍ବର 2025 ତାରିଖ ଭିତରେ ପବ୍ଲିକ୍ ଲଗ୍ଇନ୍ କରି ଅନଲାଇନ୍ ମାଧ୍ୟମରେ ଅଭିଯୋଗ କରିପାରିବେ। ମାନେ ଆପଣମାନଙ୍କୁ କୌଣସି ଅଫଲାଇନ୍ ଅଭିଯୋଗ କରିବା ପାଇଁ ସୁଯୋଗ ମିଳିବନି, ଆପଣମାନେ ଅନଲାଇନ୍ ମାଧ୍ୟମରେ ଅଭିଯୋଗ କରିପାରିବେ। ତାପରେ ଦେଖନ୍ତୁ ସରକାରଙ୍କ ନିୟମ ଅନୁଯାୟୀ ମାସିକ ଆୟରେ ପାରିଶ୍ରମିକ ଦିଆଯାଇଥାଏ, ଯାହାକି ବର୍ତ୍ତମାନ ସ୍ଥଳେ ମାସକୁ 5,000 ଟଙ୍କା ମାତ୍ର ଦିଆଯାଉଛି। ମାନେ ଦେଖନ୍ତୁ ଅଙ୍ଗନବାଡ଼ି ହେଲ୍ପର ପାଇଁ କେବଳ ବର୍ତ୍ତମାନ ସୁଦ୍ଧା 5,000 ଟଙ୍କା ସାଲାରୀ ହିସାବରେ ମିଳୁଛି, ମାନେ ଆପଣମାନଙ୍କର ମନ୍ଥଲି ସାଲାରୀ ରହୁଛି। ତାପରେ ଦେଖନ୍ତୁ କେଉଁ କେଉଁ ଗ୍ରାମ ପଞ୍ଚାୟତରେ ଭ୍ୟାକେନ୍ସି ରହୁଛି, ଅଙ୍ଗନବାଡ଼ିର ନାମ ମଧ୍ୟ ଏଥିରେ ଆପଣମାନେ ଦେଖିପାରୁଥିବେ। ଯେମିତିକି ଦେଖନ୍ତୁ ଗ୍ରାମ ପଞ୍ଚାୟତ ରହିଲା ଚନ୍ଦ୍ରଶେଖର ପ୍ରସାଦ, ଅଙ୍ଗନବାଡ଼ିର ନାମ ରହିଛି ଫୁଲଝରି ସାହି। ଏଥିରେ ଦେଖିପାରୁଥିବେ ଏରିଆ ରହିଛି କେଉଁଠାରୁ କେଉଁ ଏରିଆ ପର୍ଯ୍ୟନ୍ତର ଲୋକମାନେ ବା କ୍ୟାଣ୍ଡିଡେଟ୍ ଇଲିଜିବୁଲ୍ ରହିବେ, ଏଥିପାଇଁ ଏଥିରେ ପୁରାପୁରି ମେନସନ୍ ରହିଛି, ଆପଣମାନେ ନିଜେ ଚେକ୍ କରିପାରିବେ। ତାପରେ ସେକେଣ୍ଡ ଦେଖନ୍ତୁ ଦରଣୀପାଟଣା, ଅଙ୍ଗନବାଡ଼ି ନେମ୍ ରହିଛି ଦରଣୀପାଟଣା। ତାପରେ 3 ନମ୍ବର ରହିଲା ତାଳବର କୋଟ ପଞ୍ଚାୟତ, ତାଳବର କୋଟ 6 ଅଙ୍ଗନବାଡ଼ି ସେଣ୍ଟର ରହୁଛି। ତାପରେ ଦେଖନ୍ତୁ ସଗରପୋଷି କ ପାଇଁ ଅଙ୍ଗନବାଡ଼ି ରହୁଛି। ତାପରେ ମାଣିପୁର, ଜେନାସାଉ ପାଟନା। ତାପରେ ଦେଖନ୍ତୁ 6 ନମ୍ବରରେ ହେଉଛି ସାଙ୍କୁଲେହି, ବଳଭଦ୍ରପୁରଠାରେ ଅଙ୍ଗନବାଡ଼ି ସେଣ୍ଟର ରହୁଛି। ତାପରେ ଦେଖନ୍ତୁ 7 ନମ୍ବର ରହିଲା ଚନ୍ଦ୍ରଶେଖର ପ୍ରସାଦ କୋଠାରେ ଆପଣମାନଙ୍କର ଅଙ୍ଗନବାଡ଼ି ସେଣ୍ଟର ରହୁଛି। ଏବଂ ଦେଖନ୍ତୁ ଏଥିରେ ରହିଛି କେଉଁ କେଉଁ ଏରିଆ ନେଇକି ଆପଣମାନେ ଚେକ୍ କରିପାରିବେ, ଯେମିତିକି ଅରିଜନ ସାହି, ମାଝି ସାହି, ତଳସାହି, ମହାନ୍ତି ସାହି। ଏଥିରୁ ଏଥି ମଧ୍ୟରେ ଆପଣମାନଙ୍କର ଘର ରହିଥିବା ଦରକାର, ମାନେ ଏଇ ଲୋକାଲିଟି ଭିତରେ ଆପଣ ଆସୁଥିବେ ଦେନ୍ ଇଲିଜିବୁଲ୍। ତାପରେ ଦେଖନ୍ତୁ ନେକ୍ସଟ ପ୍ରୋସେସ୍ କ'ଣ ରହିବ ନା, ଆପଣମାନଙ୍କର ଆପ୍ଲାଏ ସରିଲା ପରେ ଆପଣମାନଙ୍କୁ ତାଙ୍କ ତରଫରୁ ଗୋଟେ କଲ୍ ଆସିବ ଏବଂ ଆପଣମାନଙ୍କୁ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଡକେଇବେ ତାଙ୍କେ। ତାପରେ ତାଙ୍କ ହିସାବରେ ଆପଣମାନଙ୍କର କ୍ୱାଲିଫିକେସନ୍ ଦେଖିକି ସିଲେକ୍ସନ୍ କରାଯିବ। ଫ୍ରେଣ୍ଡସ୍, ଏହା ଥିଲା ଆଜି ପାଇଁ ଆସିଥିବା ଭ୍ୟାକେନ୍ସି ଡିଟେଲ୍ସ। ଆପଣମାନଙ୍କୁ ଯଦି ଏଇ ଜବ୍ରେ କିଛି ବି କ୍ୱେଶ୍ଚିନ୍ କିମ୍ବା କୌଣସି ଡାଉଟ୍ ତାହେଲେ ଆପଣମାନେ କମେଣ୍ଟ ସେକ୍ସନରେ ପଚାରି ପାରିବେ।